ପିଲାମାନେ, ତ ଯେଉଁମାନେ ଏଇ ବର୍ଷର ସିଲେକ୍ସନ୍ ଲିଷ୍ଟ ବିଷୟରେ ଜାଣିବାକୁ ଇଣ୍ଟରେଷ୍ଟେଡ୍, ସେମାନେ ଗୋଟେ କାମ କର। ତୁମେ ପଞ୍ଚମ ଶ୍ରେଣୀରେ, କେଉଁ ଶ୍ରେଣୀରେ ନା ଫିଫ୍ଥ କ୍ଲାସ୍ରେ, ଠିକ୍ ଅଛି, ପଞ୍ଚମ ଶ୍ରେଣୀରେ ତୁମେ ଯେଉଁ ସ୍କୁଲରେ ପଢ଼ୁଥିଲ ସେଇ ସ୍କୁଲରେ କଣ୍ଟାକ୍ଟ କର। ଠିକ୍ ଅଛି। ତୁମମାନଙ୍କର ସିଲେକ୍ସନ୍ ଲିଷ୍ଟ ବାହାରି ସାରିଲା ପରେ କଲେକ୍ଟର ଅଫିସ୍ ଯିବ। କଲେକ୍ଟର ଅଫିସ୍ରୁ ମାନେ ଯେଉଁ ବ୍ଲକରେ ଯେତେଟା ସ୍କୁଲ ଆପ୍ଲାଏ କରିଥିବେ, ଠିକ୍ ଅଛି, ମାନେ ଯେତେଟା ସ୍କୁଲରେ ପିଲା ଏଣ୍ଟ୍ରାନ୍ସ ଦେଇଥିବେ, ସେଇ ସ୍କୁଲରୁ ଯେତେ ପିଲା ସିଲେକ୍ସନ୍ ହେବେ ସବୁ ସ୍କୁଲ ପାଖକୁ ମଧ୍ୟ ଗୋଟେ ନୋଟିସ୍ ଯିବ। ତ ତୁମେ ଯେଉଁ ସ୍କୁଲରେ ଯେଉଁ ଓ ବି ସ୍କୁଲରେ ଆପ୍ଲାଏ କରିଥିଲ ସେଠି ବି ତୁମେ ପାଇପାରିବ। ତା ସହିତ ପଞ୍ଚମ ଶ୍ରେଣୀରେ ଯେଉଁଠି ତୁମେ ପଢ଼ୁଥିଲ ସେଠି ବି ଗୋଟେ ଇନଫର୍ମେସନ୍ ପାଇପାରିବ ତୁମେ ସିଲେକ୍ସନ୍ ହେଇଛି କି ନାହିଁ। ସେଠୁ ମଧ୍ୟ କଣ୍ଟାକ୍ଟ କଲେ ସାର୍ କହିପାରିବେ। ଠିକ୍ ଅଛି। ତାଙ୍କ ପାଖକୁ ବି ଗୋଟେ ନୋଟିସ୍ ଆସିବ। ଠିକ୍ ଅଛି। ତ ପୁରୀର ଗୋଟେ ସ୍କୁଲ ଆମର, ତାର କଟଅଫ୍ ମୋତେ କିଛି ପ୍ୟାରେଣ୍ଟସ୍ ମାନେ ମୋତେ ଫୋନ୍ କରି କହିଛନ୍ତି, ପୁରୀ ଜିଲ୍ଲାର ହେଲା କି ନାହିଁ, କେଉଁ ଜାଗାରେ ଫିମେଲ୍ ମାନଙ୍କର କଟଅଫ୍ 48, କେଉଁଠି 46, କେଉଁଠି 47 କହନ୍ତୁ। ତ ସେ ଅନୁସାରେ ଯଦି ଝିଅମାନେ ଅଛନ୍ତି ତାଙ୍କ ସିଲେକ୍ସନ୍ କ୍ରାଇଟେରିଆ ମଧ୍ୟ କଟଅଫ୍ ସେମାନଙ୍କର ମୁଁ ପୂର୍ବରୁ କହିଥିଲି ଗୋଟେ ଭିଡ଼ିଓର, ଝିଅମାନଙ୍କ ପାଇଁ ଦୁଃଖ ଖବର, ବୁଝିଲେ କି ନାହିଁ। ଦୁଃଖ ନାହିଁ, କଟଅଫ୍ ଅଧିକା ଯାଇଛି, ସିଲେକ୍ସନ୍ ରୁଲ୍ ଚେଞ୍ଜ ହେଇଛି, ତ ସେଥିରେ କିଛି କରିପାରିବେନି କେହି, ବୁଝିଲେ କି ନାହିଁ। ଫିମେଲ୍ ମାନଙ୍କ ପାଇଁ ପୁରୀ ଜିଲ୍ଲାର କଟଅଫ୍ କେଉଁଠି 48, କେଉଁଠି 46, କେଉଁଠି 47, ବୁଝିଲେ। ତ ସେ ଅନୁସାରେ ରେସ୍ପେକ୍ଟିଭ୍ ସ୍କୁଲର ଯେଉଁ ଫିଫ୍ଥ କ୍ଲାସ୍ରେ ଯେଉଁଠି ଯିଏ ପଢ଼ୁଥିଲ ତୁମେ ସେଇଠି କଣ୍ଟାକ୍ଟ କଲେ ମଧ୍ୟ ଜାଣିପାରିବ। ଆଉ ନହେଲେ 25 ତାରିଖ ଯାଏଁ ଅପେକ୍ଷା କର, ହେଲା, ୱେବସାଇଟ୍ରେ ଆସିବ। ନହେଲେ ଯେଉଁ ଓ ବି ସ୍କୁଲରେ ତୁମେ ଆପ୍ଲାଏ କରିଥିଲ ସେଠି ବି ଯାଇ କଣ୍ଟାକ୍ଟ କରିପାର, ସେଠି ବି କହିପାରିବେ। ଠିକ୍ ଅଛି। ସେଠି ବି ପଚାରିଲେ କହିବେ। ଠିକ୍ ଅଛି।